ଗରୁଡ଼ ପୁରାଣ ଭାଗ 9। ବୈକୁଣ୍ଠପୁରରେ ଭଗବାନ ବିଷ୍ଣୁ ସିଂହାସନ ଉପରେ ଉପବିଷ୍ଟ ଥିବା ସମୟରେ ପକ୍ଷୀରାଜ ଗରୁଡ଼ ସେଠାରେ ପ୍ରବେଶ ହେଲା। ବିନୟର ସହ ପ୍ରଣିପାତ କରି କହିଲା, ହେ କମଳାର ବର, ଆପଣ ମୋତେ ପାପ ଅନୁସାରେ ପାପୀମାନେ କି ରୋଗ ଭୋଗ କରନ୍ତି ତାହା ବୁଝାଇ କହିଲେ। କିନ୍ତୁ ପ୍ରଭୁ, ଏହି ପାପୀମାନେ ଏମିତି ରୋଗ ଭୋଗୀ ମର୍ତ୍ତ୍ୟରେ ରୁହନ୍ତି ନା ତାଙ୍କ ପାପ ପାଇଁ କିଛି ପ୍ରାୟଶ୍ଚିତ ଅଛି? ଯଦି ଅଛି ତେବେ ସେହି ବିଷୟରେ ମୋତେ ସଂକ୍ଷିପ୍ତରେ କୁହନ୍ତୁ। ଗରୁଡ଼ ବଚନ ଶୁଣି ଭଗବାନ ବିଷ୍ଣୁ ମଧୁର ବଚନରେ କହିଲେ, ହେ ଖଗପତି, ଯେଉଁମାନେ କୁମ୍ଭୀପାକ ନର୍କରେ ପଡ଼ନ୍ତି ସେମାନେ 60 ସହସ୍ର ବର୍ଷ ସେଠାରେ ନର୍କ ଭୋଗ କରନ୍ତି। ଏହାପରେ ମର୍ତ୍ତ୍ୟରେ ଜନ୍ମ ହୋଇ ଶରୀରରେ ମହାରୋଗ ଧରି ଅନେକ କଷ୍ଟ ପାଆନ୍ତି। ଏମାନଙ୍କୁ ଖାଇବାକୁ ଅନ୍ନ ମିଳେ ନାହିଁ କି ପିନ୍ଧିବାକୁ ବସ୍ତ୍ର ମିଳେ ନାହିଁ। ଏମାନଙ୍କର ବଂଶରେ କେହି ଭଲରେ ରୁହନ୍ତି ନାହିଁ, ସମସ୍ତେ ରୋଗାକ୍ରାନ୍ତ ହୋଇଥାନ୍ତି। ଯଦି ନିଜ ମନରୁ କୌଣସି ବ୍ୟକ୍ତି ଭକ୍ତିର ସହିତ ଉତ୍ତମ ବ୍ରାହ୍ମଣକୁ ଡାକି ଦାନ ଦିଏ, ତାହେଲେ ଦାନର ଫଳ ସ୍ୱରୂପ ମରଣାନ୍ତେ ସେହି ଜନ ସ୍ୱର୍ଗସୁଖ ପାଇଥାଏ। ପାପ କର୍ମ କରିଥିବା ହେତୁ ସେହି ଲୋକ ଦାନ ଦେଇ ସ୍ୱର୍ଗସୁଖ ପାଏ, କିନ୍ତୁ ତା ଶରୀରରୁ ରୋଗ ଚିହ୍ନ ଲିଭେ ନାହିଁ। ଯେଉଁମାନେ କପଟ କଥା କହି ଲୋକମାନଙ୍କୁ ଭୁଲାଇଥାନ୍ତି ଓ ନିଜେ ପାପ କଥା ଟିକେ ହେଲେ ଭାବନ୍ତି ନାହିଁ, ସେହି ଜନ ନର୍କରେ ବାସ କରେ। ନର୍କ ଭୋଗ କରିବା ପରେ ମର୍ତ୍ତ୍ୟରେ ଘାସ ହୋଇ ଜନ୍ମ ନିଏ। ସହସ୍ର ବର୍ଷ ପରେ ଘାସରୁ ପଶୁ ହୋଇ ଜନ୍ମ ହୁଏ। ପଶୁ ଜନ୍ମ ହୋଇସାରିବା ପରେ 4 ଜନ୍ମ ପର୍ଯ୍ୟନ୍ତ ବହୁତ କଷ୍ଟ ପାଏ। ପଶୁ ଜନ୍ମ ପରେ 7 ଥର ପକ୍ଷୀ ଜନ୍ମ ନିଏ। ଖରା, ବର୍ଷା, ଶୀତ ଏସବୁ ଭୋଗ କରି ବହୁତ କ୍ଲେଶ ପାଏ। ଏହାପରେ ମନୁଷ୍ୟ ଜନ୍ମ ଶରୀର ନେଇ ଜନ୍ମ ହୁଏ। ହେ ଗରୁଡ଼, ପାପୀମାନେ ଏହିପରି ଦୁଃଖ ପାଆନ୍ତି ଓ ଜନ୍ମ ଜନ୍ମାନ୍ତରରେ ନାନା ପୀଡ଼ା ଭୋଗ କରିଥାନ୍ତି। ଅତିଶୟ ଖୁସି ହୋଇ ମନୁଷ୍ୟ ପାପ କଥା ଚିନ୍ତା ନ କରି ଆଗକୁ ମାଡ଼ି ଚାଲେ। ଜନ୍ମ ଅଛି ମାନେ ମୃତ୍ୟୁ ଅଛି, ମୃତ୍ୟୁ ଅଛି ମାନେ ପାପର ବିଚାର ଅଛି, ଏକଥା ମନୁଷ୍ୟ ଜାଣିପାରେ ନାହିଁ। ମନୁଷ୍ୟର ଶରୀର କର୍ମଫାଶରେ ବନ୍ଧା ହୋଇଛି। ଯିଏ ଯେପରି କର୍ମ କରିବ, ସିଏ ସେହିପରି ଫଳ ନିଶ୍ଚିତ ଭୋଗିବ। ଅନ୍ୟକୁ ଦୋଷ ଦେବା ନିରର୍ଥକ ଅଟେ। ପାପ କର୍ମ କଲେ ନିଶ୍ଚିତ ନର୍କ ଭୋଗ ହୋଇଥାଏ। ସେଠାରୁ ମୁକ୍ତି ପାଇଲେ ନିମ୍ନ ଯୋନିରେ ଜାତ ହେବା ସହିତ ଦୁଃଖ ଭୋଗ କରିବାଟା ବି ସୁନିଶ୍ଚିତ। ଖାଇବାକୁ ଅନ୍ନ ଜଳ ମିଳେ ନାହିଁ। ଉଦର ଦାଉରେ ପୁଣି ପାପ ଅର୍ଜନ କରେ। ପୁଣି ପାପ ଅର୍ଜନ ପରେ ଦେହାନ୍ତ ପରେ ନର୍କ ଭୋଗ କରେ। ଏହିପରି ଦୁର୍ମତି ଗତି ହୋଇଥାଏ। ମହାପ୍ରଳୟ ପର୍ଯ୍ୟନ୍ତ ସେହିମାନେ ଶାନ୍ତି ପାଇନଥାନ୍ତି। ଯେତେବେଳେ ମହାପ୍ରଳୟ ଆସେ ସେତେବେଳେ ସମସ୍ତ ପାପୀମାନେ ବିଷ୍ଣୁଙ୍କ ଦେହରେ ଲୀନ ହୋଇଯାଆନ୍ତି। ଭଗବାନ ଶ୍ରୀହରି ଯେତେବେଳେ ସୃଷ୍ଟି ସର୍ଜନା କରନ୍ତି ଓ ପ୍ରାଣୀମାନଙ୍କୁ ଭିଆଣ କରନ୍ତି, ପୂର୍ବଜନ୍ମର ବାସନା ବଳରେ ସେହିମାନେ ବିଭିନ୍ନ ଯୋନିରେ ଜନ୍ମ ନିଅନ୍ତି। ବିଷ୍ଣୁ ଭଗବାନ କହୁଛନ୍ତି ଗରୁଡ଼କୁ, ହେ ଗରୁଡ଼, ଜୀବନରେ କେବେ ପାପକର୍ମ କରିବ ନାହିଁ, ସବୁବେଳେ ସନାତନ ଧର୍ମ ଅର୍ଜନ କରିବ। ଦେବତା ବ୍ରାହ୍ମଣମାନଙ୍କୁ ସର୍ବଦା ପୂଜା କରିବ। ନିଜ ଶକ୍ତି ଅନୁଯାୟୀ ଦାନ ଓ ଧର୍ମ କରିବ। ଶ୍ରୀହରି ଚରଣରେ ସର୍ବଦା ଭକ୍ତି କରୁଥିବ। ନିଜକୁ ଶ୍ରୀହରିଙ୍କର ଚରଣରେ ସମର୍ପଣ କରିଦେବ। ଦାନ, ଧ୍ୟାନ, ଯଜ୍ଞ ଓ ତପସ୍ୟା କରିବା ସହିତ ହରିନାମ ଜପ କରି ଚାଲିବ। ମହାମନ୍ତ୍ର ସବୁବେଳେ ଜପି ଚାଲିଥିବ। ବିଷୟ ବାସନା ତେଜି ଭୁଜୁଥିବ ଦୃଢ଼। ଏପରି ମାନବ ନୁହେଁ, ନରକେ ପତିତ। ଏହିପରି ଆଚରଣ କଲେ ମନୁଷ୍ୟ ମୃତ୍ୟୁ ପରେ ସ୍ୱର୍ଗପୁରରେ ବାସ କରେ। ଏମାନଙ୍କୁ ଇନ୍ଦ୍ର ଆଦି ସମସ୍ତ ଦେବତା ପୂଜା କରନ୍ତି। ତା ସହିତ ସେହି ଜନର ଆଜ୍ଞାକୁ କେହି ଅବଜ୍ଞା କରନ୍ତି ନାହିଁ। ଦେବତାମାନଙ୍କର କାମିନୀମାନେ ଏମାନଙ୍କୁ ସେବା କରନ୍ତି। ଏମାନଙ୍କର ଆଦେଶକୁ ସଦା ସର୍ବଦା ପାଳନ କରନ୍ତି। କର୍ମ ଅନୁସାରେ ସେହି ଲୋକ ବୈକୁଣ୍ଠରେ ବହୁତ ସୁଖ ପାଏ। ଏମାନେ ବୈକୁଣ୍ଠରେ ଶ୍ରୀହରି ସ୍ୱରୂପ ବିହାର କରନ୍ତି। ଶ୍ରୀହରି ସ୍ୱରୂପ ରୂପ ଏହି ଜନ ଲାଭ କରନ୍ତି। ଶ୍ରୀହରି ସଦୃଶ ଭୋଗ ଭୁଞ୍ଜନ୍ତି। ଶ୍ରୀହରି ସଦୃଶ ବେଶଭୂଷଣ ଲଭନ୍ତି ଓ ଏମାନଙ୍କୁ ଶ୍ରୀହରିଙ୍କର ସମାନ ବୋଲି ସମସ୍ତେ ଭାବନ୍ତି।
ଭଗବାନ ବିଷ୍ଣୁ ଗରୁଡ଼କୁ କହୁଛନ୍ତି, ହେ ଗରୁଡ଼, ତୁମେ ଯାହା ପଚାରିଥିଲ ତାହା ମୁଁ ତୁମକୁ କହିଲି। ତୁମେ ଏହାକୁ ଶୁଣିଲା ପରେ ତୁମ ମନ ଶାନ୍ତି ହେଲା କି ନା ନାହିଁ ମୁଁ ଜାଣିନି। ତଥାପି ଯଦି କିଛି ସନ୍ଦେହ ଅଛି ମୋତେ ଆଉ ଥରେ ପଚାର, ମୁଁ ତୁମକୁ ସନ୍ଦେହ ମୋଚନ କରିଦେବି। ଏହା କହି ମହାପ୍ରଭୁ ମୌନ ହୋଇଗଲେ। ଏହି ଗରୁଡ଼ ପୁରାଣକୁ ସୂତ ମୁନି ଅନ୍ୟ ଋଷି ମୁନିଙ୍କ ଆଗରେ ବଖାଣିଲେ। ଅପୂର୍ବ ଚରିତ ଏହି ଗରୁଡ଼ ପୁରାଣକୁ ଯେଉଁମାନେ ଶ୍ରଦ୍ଧା ସହକାରେ ଶୁଣନ୍ତି ଓ ପଢ଼ନ୍ତି ତାଙ୍କର ସକଳ ଅରିଷ୍ଟ ଖଣ୍ଡନ ହୁଏ, ମୃତ୍ୟୁ ପରେ ଶ୍ରୀହରିଙ୍କର ନିକଟରେ ମିଳନ୍ତି। ଇତି ଶ୍ରୀ ଗରୁଡ଼ ପୁରାଣେ ନମସ୍ୟାପାଖ୍ୟାନେ ବିଷ୍ଣୁ ଗରୁଡ଼ ସମ୍ବାଦେ ପାପ ଚିହ୍ନାଦି ବର୍ଣ୍ଣନ ନାମ ଷଷ୍ଠ ଅଧ୍ୟାୟ।